ସାଙ୍ଗମାନେ ଜୟ ଜଗନ୍ନାଥ। ସ୍ୱାଗତ କରୁଛି କନ୍ୟା ଭିଡ଼ିଓକୁ। ଦେଖନ୍ତୁ ଆପଣମାନେ ଏଇ ନୋଟିସ୍ଟି ୟା ପୂର୍ବରୁ ଦେଖିଥିବେ ଯେ ଆପଣଙ୍କର ଆଜି LTRର ଆର୍ଟ୍ସ ଏବଂ ଓଡ଼ିଆ ପିଲାମାନଙ୍କର ଡିଭି ଲିଷ୍ଟ ଆପଣଙ୍କର ପବ୍ଲିଶ କରାଯାଇଛି। ସେମାନେ ଯାଇକି ଷ୍ଟ୍ରାଇକ୍ କରିଥିଲେ ଏବଂ ତାଙ୍କର ଡିଭି ଲିଷ୍ଟ ଆସିଯାଇଛି ଏବଂ ଆପଣମାନେ କଟଅଫ୍ ମଧ୍ୟ ଜାଣିଥିବେ। ଯେଉଁ ପିଲାମାନଙ୍କର ସିଲେକ୍ସନ୍ ହେଇଛି କଂଗ୍ରାଚୁଲେସନ୍। ତ ଏବେ ଦେଖନ୍ତୁ ଯେଉଁମାନେ ଡିବିକୁ ଯିବେ ଆପଣଙ୍କ ସାର୍ଟିଫିକେଟ୍ ଭେରିଫିକେସନ୍ ଯେଉଁମାନେ କରିବେ ତ କେଉଁ ସବୁ ଡକୁମେଣ୍ଟ ଆପଣଙ୍କର ରିକ୍ୱାର ପଡ଼ିବ, ଠିକ୍ ଅଛି। ଡକୁମେଣ୍ଟ କ'ଣ ଆପଣଙ୍କ ଦରକାର ହେବ ଏବଂ ଆପଣମାନେ କେମିତି କ'ଣ ପ୍ରୋସେସ୍ରେ ଡକୁମେଣ୍ଟ ଭେରିଫିକେସନ୍ କରିବେ, ଠିକ୍ ଅଛି। ତ ଫୁଲ୍ ଭିଡ଼ିଓ ଦେଖନ୍ତୁ, କମ୍ପ୍ଲିଟ୍ ପ୍ରୋସେସ୍ ଆପଣଙ୍କୁ ମୁଁ କହିବି। ଯେମିତିକି ଆପଣମାନେ ଜାଣିଥିବେ କି ଆପଣଙ୍କ ଡକୁମେଣ୍ଟ ଭେରିଫିକେସନ୍ ହେବାକୁ ଯାଉଛି କେବେ। ଏଠି ଆପଣଙ୍କର ଗୋଟେ ଟେଣ୍ଟେଟିଭ୍ ଆପଣଙ୍କର ଡେଟ୍ ଦିଆଯାଇଛି। ପାର୍ଟିକୁଲାର ଆପଣଙ୍କ ଡେଟ୍ ଏଠି ମେନସନ୍ କରାଯାଇନି ଯେ ଏଇ ଦିନ ହେବ, କିନ୍ତୁ 20 ତାରିଖ ଭିତରେ ଆପଣଙ୍କର ଏଇ ଯେଉଁ ଆପଣଙ୍କର ରହିଲା ଡିବିଟି ଆପଣଙ୍କର କରାଯିବ, ଠିକ୍ ଅଛି। 20 ତାରିଖ ଦିନ ଆପଣଙ୍କ ଡେଟ୍ ଦିଆଯାଇଛି। ଆପଣଙ୍କ ମେ ବି 20 ତାରିଖ ଦିନ ମଧ୍ୟ ହୋଇପାରେ। ତ ନେକ୍ସଟ ଆପଣଙ୍କର ଯେଉଁ ଆସିବ ନୋଟିସ୍ ସେଥିରେ ଆପଣଙ୍କ କ୍ଲିୟରଲି ସବୁକିଛି ମେନସନ୍ ଥିବ। ଡକୁମେଣ୍ଟ ଭେରିଫିକେସନ୍ ଯେଉଁ କରାଯିବ ସେଥିରେ ଆପଣଙ୍କର ଡକୁମେଣ୍ଟ କ'ଣ କ'ଣ ସବୁ ରିକ୍ୱାର ହେବ ଏବଂ ଆପଣଙ୍କର ଯେଉଁ ବାୟୋଡାଟା ଫର୍ମ ରହିଛି ସେ ଫର୍ମଟି ମଧ୍ୟ ଆପଣମାନେ ନେକ୍ସଟ ୟା ପରେ ଆପଣଙ୍କର ଯେଉଁ ଆସିବ ଅପଡେଟ୍ OWC ତରଫରୁ ସେତେବେଳେ ସେଥିରେ ଆପଣଙ୍କର ବାୟୋଡାଟା ଫର୍ମ ମଧ୍ୟ ଥିବ। ଯେଉଁ ଆପଣଙ୍କ କେଉଁଠି ସବୁ କରାଯିବ ଡକୁମେଣ୍ଟ ଭେରିଫିକେସନ୍ ତାର ଲିଷ୍ଟ ମଧ୍ୟ ଆପଣଙ୍କର ଆସିବ। ଆପଣମାନେ ଦେଖନ୍ତୁ ଯେ ଆପଣଙ୍କ ଡକୁମେଣ୍ଟ କ'ଣ କ'ଣ ସବୁ ଦରକାର ପଡ଼ିବ। ଯେଉଁମାନେ ଆଉଟସାଇଡ୍ ବିଡି କରିଛନ୍ତି ତାଙ୍କର କ'ଣ ସବୁ ଡକୁମେଣ୍ଟ ଦରକାର ପଡ଼ିବ ମୁଁ ଆପଣଙ୍କୁ ୱାନ୍ ବାଇ ୱାନ୍ କହୁଛି। ଦେଖନ୍ତୁ ଇଏ ହେଲା ଆପଣଙ୍କ ଡକୁମେଣ୍ଟ ଭେରିଫିକେସନ୍ର ଆପଣଙ୍କର ଟୋଟାଲ୍ ଏଥିରେ ଲିଷ୍ଟ ରହିଅଛି। କ'ଣ କ'ଣ ଆପଣଙ୍କର ରେଡ଼ି କରିବେ, କ'ଣ କ'ଣ ଆପଣଙ୍କର ଦରକାର ପଡ଼ିବ, ଠିକ୍ ଅଛି। ତ ଫାର୍ଷ୍ଟ ଆପଣମାନେ ଯେତେବେଳେ ଆପ୍ଲାଏ କରିଥିଲେ ଆପଣଙ୍କର OWC ସାଇଟ୍ରେ ତାର ହାର୍ଡ଼ କପିଟି ଥିବ ଆପଣଙ୍କ ପାଖରେ, ଆପ୍ଲିକେସନ୍ ଫର୍ମଟି ଯେଉଁଟାକି ସେଇଟା ଆପଣମାନେ କାଢ଼ି ନେବେ, ଠିକ୍ ଅଛି। ଦେନ୍ ସେକେଣ୍ଡ ଆପଣଙ୍କର ବାୟୋଡାଟା ଫର୍ମ ଯେଉଁଟାକି ଆପଣଙ୍କର OWC ସାଇଟ୍ରେ ଆପଣମାନେ ପାଇଯିବେ। ୟା ପରେ ଯେଉଁ ଆସିବ ଆପଣଙ୍କର ଅପଡେଟ୍ ସେଥିରେ ଆପଣମାନେ ପାଇଯିବେ ସେଇଟା, ଠିକ୍ ଅଛି। ମୁଁ ମଧ୍ୟ ତାକୁ ଦେଖେଇବି ଆପଣଙ୍କର ସେ ବାୟୋଡାଟା ଫର୍ମଟି କେମିତି ଅଛି। ଦେନ୍ ଦେଖନ୍ତୁ ଥାର୍ଡ଼ରେ ଆପଣଙ୍କର ରହିଛି ନା ଆପଣଙ୍କର 10th କ୍ଲାସ୍ ସାର୍ଟିଫିକେଟ୍, ଠିକ୍ ଅଛି। 10th ସାର୍ଟିଫିକେଟ୍ ଏବଂ ମାର୍କସିଟ୍ ଯେଉଁମାନେ ଆପଣଙ୍କର ଅଲ୍ ଥିବେ ତାଙ୍କର ମାର୍କସିଟ୍ ମଧ୍ୟ ଥିବ, କିମ୍ବା ଆପଣଙ୍କର ଗୋଟିଏ 10th କ୍ଲାସ୍ ସାର୍ଟିଫିକେଟ୍ ଆପଣଙ୍କର ଗୋଟିଏ, ଠିକ୍ ଅଛି। ତ 10th କ୍ଲାସ୍ ସାର୍ଟିଫିକେଟ୍ ଦରକାର ଏବଂ ମାର୍କସିଟ୍। ଦେନ୍ ଆପଣଙ୍କର +2 ସାର୍ଟିଫିକେଟ୍ ମାର୍କସିଟ୍। ଯେଉଁମାନେ ଓଡ଼ିଶା ବାହାରେ ଆପଣଙ୍କର କରିଥିବେ ଆପଣଙ୍କର +2 କୋର୍ସ ତ ସେମାନେ ତାଙ୍କର ଇକ୍ୱିଭାଲେଣ୍ଟ ମଧ୍ୟ ଦେଖେଇବେ, ଠିକ୍ ଅଛି। ଇକ୍ୱିଭାଲେଣ୍ଟ ଆପଣଙ୍କ ସାର୍ଟିଫିକେଟ୍ ମଧ୍ୟ ଦରକାର ପଡ଼ିବ +2 ଯେଉଁମାନେ ବାହାରେ କରିଥିବେ। ବ୍ୟାଚଲର ଡିଗ୍ରୀ, ଠିକ୍ ଅଛି। ଆପଣମାନେ +3ର ଆପଣଙ୍କର ସାର୍ଟିଫିକେଟ୍ ମାର୍କସିଟ୍ ଆପଣମାନେ ଦେଖେଇବେ, ଠିକ୍ ଅଛି। ଦେନ୍ ଦେଖନ୍ତୁ ଆପଣଙ୍କର BEd ସାର୍ଟିଫିକେଟ୍ ଏବଂ ମାର୍କସିଟ୍। ଆପଣମାନେ ଯେଉଁ ଇନଷ୍ଟିଚ୍ୟୁଟ୍ରେ ଯେଉଁ ଆପଣଙ୍କର ୟୁନିଭର୍ସିଟିରେ ଆପଣମାନେ ବିଇଡ଼ି କରିଛନ୍ତି, ଠିକ୍ ଅଛି, ବିଇଡ଼ି କମ୍ପ୍ଲିଟ୍ କରିଛନ୍ତି, ସେଇ ଇନଷ୍ଟିଚ୍ୟୁଟ୍ର ସାର୍ଟିଫିକେଟ୍ ମାର୍କସିଟ୍ ଆପଣମାନଙ୍କ ପାଖରେ ଥିବ। ସେ ସାର୍ଟିଫିକେଟ୍ ମାର୍କସିଟ୍ ଆପଣମାନେ ନେଇକି ଯିବେ, ଠିକ୍ ଅଛି। ଯେଉଁମାନେ ବାହାରେ ଆପଣମାନେ ବିଇଡ଼ି କରିଥିବେ ତାଙ୍କ ପାଇଁ କ'ଣ କ'ଣ ଦରକାର ଦେଖନ୍ତୁ, ଠିକ୍ ଅଛି। ଯେଉଁମାନେ ଆପଣଙ୍କର ଓଡ଼ିଶା ବାହାରେ ଆପଣଙ୍କର ବିଇଡ଼ି କୋର୍ସ କରିଛନ୍ତି ତ ତାଙ୍କ ପାଇଁ ଆପଣଙ୍କର କ'ଣ କ'ଣ ଦରକାର ଏଠି ଲେଖା ଦେଖନ୍ତୁ। ପ୍ରୁଫ୍ ଅଫ୍ ଇକ୍ୱିଭାଲେନ୍ସି ଫ୍ରମ୍ ଏନି ରିକଗ୍ନାଇଜେସନ୍ ୟୁନିଭର୍ସିଟି। ଆପଣଙ୍କର ଇକ୍ୱିଭାଲେନ୍ସି ଦରକାର, ଠିକ୍ ଅଛି। ଏଇ ଇକ୍ୱିଭାଲେନ୍ସି କେଉଁଠି ମିଳିବ ନା ଆପଣଙ୍କ ୟୁନିଭର୍ସିଟି ସହ ଯେଉଁଥିରେ ଆପଣମାନେ ବିଇଡ଼ି କରିଛନ୍ତି ତା ସହ ଓଡ଼ିଶାର କେଉଁ ଆପଣଙ୍କ ୟୁନିଭର୍ସିଟି ସହ ଇକ୍ୱିଭାଲେନ୍ସି ଅଛି ତା ଆପଣମାନେ ସହ କରିବେ, ଠିକ୍ ଅଛି। ତା ଆପଣମାନେ ଦେଖେଇବେ। ଦେନ୍ ଦେଖନ୍ତୁ ଆପ୍ଲିକେସନ୍, ଆପଣଙ୍କ ଇନଷ୍ଟିଚ୍ୟୁଟ୍ର ଆପ୍ଲିକେସନ୍ ମଧ୍ୟ ଦରକାର ପଡ଼ିବ। ଦେନ୍ ରିକଗ୍ନାଇଜେସନ୍, ଆପଣ ଯେଉଁ ଇନଷ୍ଟିଚ୍ୟୁଟ୍ରେ କିମ୍ବା ଯେଉଁ ୟୁନିଭର୍ସିଟିରେ କରିଛନ୍ତି ବିଇଡ଼ି କୋର୍ସଟି ସେଇ ଇନଷ୍ଟିଚ୍ୟୁଟ୍ଟି କିମ୍ବା ସେଇ ଯେଉଁ ଆପଣଙ୍କ ୟୁନିଭର୍ସିଟିଟି NCT ରିକଗ୍ନାଇଜ୍ ଅଛି ନା ନାହିଁ ତାର ପ୍ରୁଫ୍ ଦରକାର, ଠିକ୍ ଅଛି। ଦେନ୍ ଆପଣଙ୍କର ରହିଲା 4th OTPRMS ସାର୍ଟିଫିକେଟ୍, ଠିକ୍ ଅଛି, ଯେଉଁଟାକି ଆପଣ କହୁଛନ୍ତି NCT ସାର୍ଟିଫିକେଟ୍। ତ ଏଇ ଯେଉଁ OTPRMS ସାର୍ଟିଫିକେଟ୍ଟି ଆପଣମାନେ କେଉଁଠି ପାଇବେ ନା NCT ସାଇଟ୍ରେ ଆପଣଙ୍କର ଲଗ୍ଇନ୍ କରିକି ଆପଣମାନେ ଆପ୍ଲାଏ କଲେ ଆପଣଙ୍କର ଇଏ ୱିଦିନ୍ 1 ମନ୍ଥ ଲାଗୁଛି ଏବେ ଆସିବା ପାଇଁ, ଆସିଯିବ, ଠିକ୍ ଅଛି। ୟା ରିଲେଟେଡ୍ ମଧ୍ୟ ମୁଁ ଅଲରେଡ଼ି ଭିଡ଼ିଓ ବନେଇଛି କେମିତି କ'ଣ ଆପ୍ଲାଏ କରନ୍ତି। ଯଦି କହିନାହାନ୍ତି ତାହେଲେ ଆପଣମାନେ କରିନେବେ। ତ ଏଇ OTPRMS ସାର୍ଟିଫିକେଟ୍ ଆପଣଙ୍କର ଦରକାର ପଡ଼ିବ, ଠିକ୍ ଅଛି। ଏବଂ ଏଠି ଦେଖନ୍ତୁ ଆପଣଙ୍କର ଅଷ୍ଟେଟ୍, ଆପଣମାନେ ଅଷ୍ଟେଟ୍ ନିହାତି ପାସ୍ କରିଥିବେ ତ ସେ ଅଷ୍ଟେଟ୍ରେ ଆପଣଙ୍କ ସାର୍ଟିଫିକେଟ୍ ଏବଂ ମାର୍କସିଟ୍। ଦେନ୍ ଯେଉଁମାନେ ଆପଣଙ୍କର ବିଇଡ଼ିରେ କିମ୍ବା ଆପଣଙ୍କର +3ରେ ଯଦି ଆପଣଙ୍କର CGPA ଅଛି ତ ଆପଣମାନେ ପରସେଣ୍ଟେଜ୍ ଆୱାର୍ଡେଡ଼ ଯେଉଁ ସାର୍ଟିଫିକେଟ୍ଟି ତା ଆପଣମାନେ ସହ କରିବେ, ଠିକ୍ ଅଛି। ଏଇ ଆପଣଙ୍କର ଯେଉଁ ପରସେଣ୍ଟେଜ୍ ଆୱାର୍ଡେଡ଼ ସାର୍ଟିଫିକେଟ୍ ଆପଣଙ୍କର ଇନଷ୍ଟିଚ୍ୟୁଟ୍ କିମ୍ବା ଆପଣଙ୍କର ଯେଉଁ ରହିଲା ୟୁନିଭର୍ସିଟି ସେଥିରୁ ଆପଣଙ୍କୁ ଇଏ ମିଳିଯିବ, ଠିକ୍ ଅଛି। ଦେନ୍ ଦେଖନ୍ତୁ ଆଉ କ'ଣ ଦରକାର, ଆପଣଙ୍କର କାଷ୍ଟ ସାର୍ଟିଫିକେଟ୍। ଯେଉଁମାନେ ST SC OBCରୁ ଆପଣମାନେ ବିଲଙ୍ଗ କରୁଛନ୍ତି, SC BCରୁ ବିଲଙ୍ଗ କରୁଛନ୍ତି ତାଙ୍କର କାଷ୍ଟ ସାର୍ଟିଫିକେଟ୍ ସେମାନେ ଶୋ କରିବେ, ଠିକ୍ ଅଛି। ତ କାଷ୍ଟ ସାର୍ଟିଫିକେଟ୍ ଆପଣଙ୍କ ଦରକାର ହେବ ଯେଉଁଟାକି ଆପଣଙ୍କର ଅନଲାଇନ୍ ମାଧ୍ୟମରେ ଆପଣଙ୍କର ଇସ୍ୟୁ ହେଇଥିବ ସେଇ କାଷ୍ଟ ସାର୍ଟିଫିକେଟ୍ଟି ଆପଣଙ୍କର ଭ୍ୟାଲିଡ୍, ଠିକ୍ ଅଛି। ଏବଂ SC BC ଯେଉଁମାନେ ଥିବେ SC BC କାଟେଗୋରୀର ତାଙ୍କର ସାର୍ଟିଫିକେଟ୍ରେ ପର୍ପସ୍ ମେନସନ୍ ଥିବ, ଠିକ୍ ଅଛି। ପର୍ପସ୍ଟି ଆପଣଙ୍କର ଫର୍ ଏମ୍ପ୍ଲୟମେଣ୍ଟ ଫର୍ ଜବ୍ ଏଇ ଟାଇପ୍ର ଆପଣଙ୍କର ମେନସନ୍ ଥିଲେ କି ଆପଣଙ୍କର ଇଏ
ইম্পর্ଟାଣ୍ଟ ଠିକ୍ ଅଛି। ଦେନ୍ ରହିଲା ଆପଣଙ୍କର ଓଡ଼ିଆ ପାସ୍ ସାର୍ଟିଫିକେଟ୍ ଯେଉଁଟାକି ଆପଣଙ୍କର 10th କ୍ଲାସ୍ ସାର୍ଟିଫିକେଟ୍ ଆପଣଙ୍କର ରହିବ ଠିକ୍ ଅଛି। ଦେନ୍ ଆପଣଙ୍କର ଯେଉଁମାନେ ହ୍ୟାଣ୍ଡିକ୍ୟାପ୍ ଅଛନ୍ତି PWD କ୍ୟାଣ୍ଡିଡେଟ୍ ମାନେ ସେମାନେ ଆପଣଙ୍କର ହ୍ୟାଣ୍ଡିକ୍ୟାପ୍ର 40% ଯେଉଁ ଡିସାବିଲିଟି ରହିଛି ତା ସାର୍ଟିଫିକେଟ୍ ସହ କରିବେ। ଯେଉଁମାନେ ସ୍ପୋର୍ଟସ୍ ପର୍ସନ୍ ରହିଛନ୍ତି ସେମାନେ ସ୍ପୋର୍ଟସ୍ର ଆପଣଙ୍କର ID କାର୍ଡ଼ ଆପଣଙ୍କ ସାର୍ଟିଫିକେଟ୍ ଏସବୁ ଆପଣଙ୍କ ସହ କରିବେ। ଯେଉଁମାନେ ଏକ୍ସ ସର୍ଭିସମ୍ୟାନ୍ରେ ଆପ୍ଲାଏ କରିଥିଲେ ଏକ୍ସ ସର୍ଭିସମ୍ୟାନ୍ ମାନେ ସେ ତାଙ୍କର ଡିସଚାର୍ଜ ସାର୍ଟିଫିକେଟ୍ ଏବଂ ଆଇଡେଣ୍ଟି ଏସବୁ ଆପଣମାନେ ନେଇକି ଯାଇଥିବେ ଠିକ୍ ଅଛି। ଯେଉଁମାନେ ଜବ୍ରେ ଥିଲେ ତାଙ୍କର NOC ଆବଶ୍ୟକତା ପଡ଼ିବ। ଏବଂ ଲାଷ୍ଟ ରହିଲା ଆପଣଙ୍କର ଆଇଡେଣ୍ଟି ପ୍ରୁଫ୍ ଠିକ୍ ଅଛି। ଆଇଡେଣ୍ଟି ପ୍ରୁଫ୍ରେ ଆପଣମାନେ ଆଧାର କାର୍ଡ଼ ପାନ୍ କାର୍ଡ଼ ଯେକୌଣସି ଆପଣଙ୍କର ଗୋଟେ ଗଭର୍ଣ୍ଣମେଣ୍ଟ ID ଆପଣ ନେଇକି ଯିବେ ଠିକ୍ ଅଛି। ତ ଏଇଠି ଆପଣଙ୍କୁ ଆପଣଙ୍କର ଆଧାର କାର୍ଡ଼ ବେଟର୍ ହେବ ଆପଣମାନେ ଆଧାର କାର୍ଡ଼ ନେଇକି ଯାଇଥିବେ ଠିକ୍ ଅଛି। ତ ଏତିକି ଥିଲା ଆପଣଙ୍କର ଡକ୍ୟୁମେଣ୍ଟ ଭେରିଫିକେସନ୍ର ଆପଣଙ୍କର ଲିଷ୍ଟ। ଏବେ ଦେଖାଉଛି ଆପଣଙ୍କର ଯେଉଁ ବାୟୋଡାଟା ଫର୍ମ ରହିଲା ସେ ବାୟୋଡାଟା ଫର୍ମଟି ଆପଣମାନଙ୍କୁ ଦେଖାଉଛି ମୁଁ। ଦେଖନ୍ତୁ ଏ ହେଲା ଆପଣଙ୍କର ବାୟୋଡାଟା ଫର୍ମ ଠିକ୍ ଅଛି। ଏ ହେଲା ଆପଣଙ୍କର ବାୟୋଡାଟା ଫର୍ମ ଯେଉଁଟାକି ଆପଣଙ୍କର OWC ତରଫରୁ ଆପଣଙ୍କୁ ମିଳିଯିବ। ତ ଏଥିରେ ଆପଣଙ୍କ ଡେଟ୍ ବୋର୍ଡ଼ ଏସବୁ ଆପଣମାନେ ଲେଖିବେ ଠିକ୍ ଅଛି। ରୋଲ୍ ନମ୍ବର ଲେଖିବେ ଆପଣଙ୍କର ନେମ୍ ଲେଖିବେ ବ୍ଲକ୍ ଲେଟର୍ରେ, ଜେଣ୍ଡର ଲେଖିବେ, ଡେଟ୍ ଅଫ୍ ବାର୍ଥ ଲେଖିବେ ଏବଂ ଆପଣଙ୍କର 1/1/2024କୁ କେତେ ଇୟର୍ କେତେ ଆପଣଙ୍କର ମନ୍ଥ ହେଉଛି ତାହା ମେନସନ୍ କରିବେ। ଆଡ୍ରେସ୍ ଫୁଲ୍ ଆଡ୍ରେସ୍ ଆପଣମାନେ ମେନସନ୍ କରିବେ ପ୍ରେଜେଣ୍ଟ ଏବଂ ଆପଣଙ୍କର ପରମାନେଣ୍ଟ ଠିକ୍ ଅଛି। ଦେନ୍ ଆପଣଙ୍କ ମୋବାଇଲ୍ ନମ୍ବର, ଇମେଲ୍ ID, କାଟେଗୋରୀ ଆପଣଙ୍କ ଏସବୁ ସବୁକିଛି ଆପଣମାନେ ଫିଲ୍ଅପ୍ କରିବେ। ତ ଏଇ ଟାଇପ୍ର ଆପଣଙ୍କର ଥିବ କ'ଣ ନା ବାୟୋଡାଟା ଫର୍ମଟି। ଏହାକୁ ଆପଣମାନେ ଫିଲ୍ଅପ୍ କରିବେ। ଏଥିରେ ମଧ୍ୟ ଆପଣଙ୍କ କ'ଣ କ'ଣ ସବୁ ଡକ୍ୟୁମେଣ୍ଟ ନେଇକି ଯିବେ ତା ମଧ୍ୟ ଆପଣଙ୍କର ଏଇଠି ସବୁ ମେନସନ୍ କରାଯାଇଛି ଠିକ୍ ଅଛି। ତ ଏଇ ଟାଇପ୍ର ଆପଣଙ୍କର ରହିବ ଆପଣଙ୍କର ଯେଉଁ ଡକ୍ୟୁମେଣ୍ଟ ଭେରିଫିକେସନ୍ର ଟୋଟାଲ୍ ପ୍ରୋସେସ୍ 20 ତାରିଖ ଭିତରେ ଆପଣଙ୍କ ଡକ୍ୟୁମେଣ୍ଟ ଭେରିଫିକେସନ୍ ଆପଣଙ୍କର କମ୍ପ୍ଲିଟ୍ ହେଇଯିବ ଠିକ୍ ଅଛି। ଦେନ୍ ଆପଣଙ୍କର ଏଇ ପ୍ରୋସେସ୍ ସରୁ ସରୁ ମେ ବି ଆପଣଙ୍କର ଜାନୁଆରୀ ଲାଷ୍ଟରେ ଆପଣଙ୍କର ଜଏନିଂ ହେଇପାରେ, ନହେଲେ ଆପଣଙ୍କର ଫେବୃଆରୀରେ କମ୍ପ୍ଲିଟ୍ ପ୍ରୋସେସ୍ ଆପଣଙ୍କର ହେଇଯିବ ଠିକ୍ ଅଛି। ତ ଆପଣମାନେ ଫେବୃଆରୀ ଧରିକି ଚାଲନ୍ତୁ କାରଣ ଜାନୁଆରୀରେ ମୋତେ ଲାଗୁନି କାରଣ ସମ୍ଭବ ହେଇପାରିବ ଠିକ୍ ଅଛି। ତ ଏଇ ଟାଇପ୍ର ଇନଫର୍ମେସନ୍ ଭିଡ଼ିଓ ପାଇବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଯଦି କିଛି ଡାଉଟ୍ ଥାଏ ତାହେଲେ ମୋତେ କମେଣ୍ଟ ସେକ୍ସନ୍ରେ ଆପଣମାନେ ପଚାରି ପାରିବେ ଠିକ୍ ଅଛି। ଜୟ ଜଗନ୍ନାଥ।